ପାଞ୍ଚପିର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ସର୍ବଦଳୀୟ ବୈଠକ ଆଜି କରଞ୍ଜିଆ ଶକ୍ତି ମନ୍ଦିର ପରିସରରେ ଥିବା ରାମବାଟିକା ଠାରେ ପାଞ୍ଚପିର ଉପଖଣ୍ଡକୁ ତୁରନ୍ତ ଜିଲ୍ଲା ମାନ୍ୟତା ଦାବି କରି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବତନ ନଗରପାଳ ଓ ପୂର୍ବତନ ଓକିଲ ସଂଘର ସଭାପତି ବାଞ୍ଛାନିଧି ପୃଷ୍ଟି ଅଙ୍କ ଅବାହକତ୍ୱରେ ଓ ସଭାପତିତ୍ୱରେ ଆୟୋଜିତ ଏହି ବୈଠକକୁ କରଞ୍ଜିଆ ଓ ଅନ୍ୟାନ୍ୟ ଅଞ୍ଚଳରୁ ବୁଦ୍ଧିଜୀବୀ, ଓକିଲ, ସାମ୍ବାଦିକ, ବରିଷ୍ଠ ନାଗରିକ, ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିମାନେ ଯୋଗଦେଇ ମୟୂରଭଞ୍ଜର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଓ ଜିଲ୍ଲାକୁ ଅଧିକ ଶକ୍ତିଶାଳୀ, ବିକାଶ କରିବା ପାଇଁ ମତ ପ୍ରକାଶ କରିଥିଲେ। ତେବେ ଜିଲ୍ଲାକୁ ଦୁଇଭାଗ କରିବା ପାଇଁ ଚକ୍ରାନ୍ତ ଚାଲିଥିବାରୁ ଓ ରାଇରଙ୍ଗପୁର ପାଞ୍ଚପିରକୁ ନେଇ ଜିଲ୍ଲା ଗଠନ କରିବା ପାଇଁ ଉଦ୍ୟମ ହେଉଥିବାରୁ କରଞ୍ଜିଆ ଉପଖଣ୍ଡକୁ ସ୍ୱତନ୍ତ୍ର ଭାବେ ଏକ ଜିଲ୍ଲା ଗଠନ ଦାବିକୁ ଏଠାରେ ଉପସ୍ଥାପନା କରାଯାଇଥିଲା। ଲୋକସଂଖ୍ୟା ଓ ଭୌଗୋଳିକ ଦୃଷ୍ଟିକୋଣରୁ ଏହା ଜିଲ୍ଲା ମାନ୍ୟତା ପାଇବା ପାଇଁ ଯୋଗ୍ୟତା ରହିଛି। ଲୋକଙ୍କୁ ସେବା ଦେବା ପାଇଁ ଏଠାରେ ଜିଲ୍ଲା ଗଠନ କରାଗଲେ ଲୋକମାନେ ପ୍ରକୃତ ସୁବିଧା ସୁଯୋଗ ପାଇବେ ବୋଲି ମତ ପ୍ରକାଶ ପାଇଥିଲା। ଜିଲ୍ଲା ଗଠନ ପାଇଁ ସମସ୍ତ ଭିତ୍ତିଭୂମି ଥିବା ବେଳେ ଓ ଏଠିକାର 70% ଅଧିକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀ ଲୋକମାନେ ବସବାସ କରୁଥିବାରୁ ଏଠାରେ ଜିଲ୍ଲା ଗଠନ ହେଲେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ବିକାଶ ହେବ ବୋଲି ବିଭିନ୍ନ ପ୍ରକାରର ମତ ପ୍ରକାଶ ପାଇଥିଲା। ଜିଲ୍ଲା ଗଠନ ଦାବିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଏହି କାର୍ଯ୍ୟଧାରାକୁ ସକ୍ରିୟ କରିବା ପାଇଁ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇଥିଲା। ଏହି କମିଟି ମାଧ୍ୟମରେ ସମସ୍ତ ବ୍ଲକକୁ ସାମିଲ କରି ଏହି ଆନ୍ଦୋଳନକୁ ଆଗେଇ ନେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ଉକ୍ତ ବୈଠକକୁ ମଦନ ମୋହନ ମହାନ୍ତ, ଧରଣୀ ପ୍ରଧାନ, ଦିଲ୍ଲୀପ ସାହୁ, ସ୍ୱରୂପ ପରିଜା, ଜଗମୋହନ ମହାନ୍ତ, ଦିବ୍ୟ ପ୍ରସାଦ ସାହୁ, ଲୋପୁ ଭାରୁକା, ରାକେଶ ଅଗ୍ରୱାଲ ସମେତ ଅନେକ ବ୍ୟକ୍ତି ନିଜ ନିଜ ମତ ପ୍ରକାଶ କରିଥିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ। ପାଞ୍ଚପିଠକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରିବା ପାଇଁ ଏ ଅଞ୍ଚଳର ଅଧିବାସୀମାନଙ୍କର ଏଟା ଗୋଟେ ବହୁ ଦିନର ଦାବି ଏବଂ ଆମର ଜାତି ଏ ଦାବିର ଯଥାର୍ଥତା ମଧ୍ୟ ଅଛି। କାରଣ ଜିଲ୍ଲାର ସଦର ମହକୁମା ବାରିପଦା ଠାରୁ ଆମେ ସବୁଠାରୁ ଅଧିକ ଦୂରତ୍ୱରେ ରହିଛୁ, ଯେଉଁଥିପାଇଁ ଆମେ ସ୍ୱାଧୀନତା ପରଠାରୁ ଏଠି ଅବହେଳିତ ହୋଇକି ରହିଛୁ। ପ୍ରଶାସନିକ ସେବାରୁ ଆମେ ବଞ୍ଚିତ ହୋଇକି ରହିଛୁ। ଏ ଅଞ୍ଚଳର ଅଧିବାସୀ ଏତେ ସରଳ ଏବଂ ଏତେ ଗରିବ, ସେମାନେ ତାଙ୍କର ନିଜର ସ୍ୱର ଉତ୍ତୋଳନ କରିବା ପାଇଁ ମଧ୍ୟ ସେମାନେ ଭୁଲି ଯାଆନ୍ତି ବା ଜାଣିନାହାନ୍ତି। ଯାହା ହେଉ ବହୁତ ଚେଷ୍ଟା ପରେ ଆଜି ଏ ଦାବି ଆନ୍ଦୋଳନ ରୂପ ନେବା ପାଇଁ ଯାଉଛି, ଯେଉଁଥିପାଇଁ ଆଜି ଜାତି ଧର୍ମ ନିର୍ବିଶେଷରେ ସବୁ ଦଳ ଏକାଠି ହୋଇ ଏ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆଜି ରାଜି ହୋଇଛନ୍ତି ଏବଂ ଏ ବୈଠକ ଆଗାମୀ ଦିନରେ ପୁଣି ଚାଲିବ। ଏ ଆନ୍ଦୋଳନକୁ କିପରି ଭାବରେ ରୂପରେଖ ଦିଆଯିବ ସେଥିପାଇଁ ଆଜି ନିଷ୍ପତ୍ତି ହୋଇଛି। ଏକ ଅସ୍ଥାୟୀ କମିଟି ମଧ୍ୟ ଗଠନ ହୋଇଛି ଏବଂ ସେ ଅସ୍ଥାୟୀ କମିଟିର ନିଷ୍ପତ୍ତି ଅନୁସାରେ ଏ ଆନ୍ଦୋଳନ ଆଗକୁ ଯିବ। ଜିଲ୍ଲା କରିବାର ଯଥାର୍ଥତା ଆମ ପାଖରେ ରହିଛି, କାରଣ ପାଞ୍ଚପିଢ଼ ଆମର ବାରିପଦା ମୟୂରଭଞ୍ଜ ଠାରୁ ବହୁ ଦୂରରେ ରହିଛି। 200 କିଲୋମିଟର ଆମେ ଯଦି ଯିବା ଏ ପାଞ୍ଚପିଢ଼ର ଯେଉଁ ଲାଷ୍ଟ ସୀମା ଆପଣ ଦେଖିବେ ପଶ୍ଚିମକୁ ଯିବେ ତାହେଲେ ଆପଣଙ୍କ ଚମ୍ପାରୁ ଲାଗିଛି, ଏପଟେ ଆପଣ ଲାଗିଛି ଆନନ୍ଦପୁର ବର୍ଡ଼ର ପର୍ଯ୍ୟନ୍ତ ଲାଗିଛି। ଯେଉଁମାନେ ଆଜି ବାରିପଦାକୁ ଯିବା ପାଇଁ ହେଲେ 200 କିଲୋମିଟର ପାଇଁ ତାଙ୍କୁ 2 ଦିନ ଧରି ଅପେକ୍ଷା କରିବା ପାଇଁ ପଡ଼ୁଛି। ତେଣୁ ଏ ଜିଲ୍ଲା ଆମର ଦାବି ନ୍ୟାଯ୍ୟ ଦାବି। ଆମେ ଏତେ ଅବହେଳିତ ଯେ ଆମର କୌଣସି ଏଠି ଏଡିଏମ୍ ଅଫିସ୍, ଆର୍ଟି ଅଫିସ୍, ଆଡ଼ିସନାଲ୍ ଅଫିସ୍ ଦୀର୍ଘଦିନ ଲଢ଼େଇ ପରେ ମଧ୍ୟ ହେଲା ନାହିଁ। ତେଣୁ ଜନସାଧାରଣ ଆଜି ସମସ୍ତ ଜନସାଧାରଣ ଦେଇଛନ୍ତି ଏବଂ ଆହ୍ୱାନ ଦେଇଛନ୍ତି ଯେ ପାଞ୍ଚପିଢ଼କୁ ଜିଲ୍ଲା କରିବା। ପାଞ୍ଚପିଢ଼ ଜିଲ୍ଲା ହେଲେ ଆମର ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଆଜି ସମସ୍ତ ଜନସାଧାରଣ ଏଠି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏ ଆନ୍ଦୋଳନ ତୀବ୍ରତର ହେବ ଏବଂ ଆମେ ସମସ୍ତେ ଏକତ୍ରିତ ହେବୁ, ବହୁତ ଭାବରେ ବହୁଳ ଭାବରେ ଏକତ୍ରିତ ହୋଇ ଲଢ଼େଇ କରିବୁ ଆମେ।